নমস্কার দর্শক বন্ধুগণ, গুড মর্নিং। 1 অক্টোবর 2025 বুধবার। গুরুত্বপূর্ণ খবর নেই আসিଅଛି ଆପଣଙ୍କ ପାଖରେ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଦୁର୍ଗା ପୂଜାରେ ପ୍ରବଳ ବର୍ଷା, ନିହାତି ଭାବରେ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିବେ, ନହେଲେ ବୁଝି ପାରିବେନି। ଭିଡିଓଟିକୁ ଦେଖିବାକୁ ଅନୁରୋଧ, সবস্ক্রাইব এবং লাইভ করিবে বলি অনুরোধ। প্রথম খবর, বর্ষারে ফিকা করিব লগানো। বর্ষারে উত্তর আন্দামান সাগরে সৃষ্টি হয়েছি ঘূর্ণিবলয়টি 1 তারিখ বেলকু প্রবল বর্ষা হব বলি କହିଛନ୍ତି আঞ্চলিক পাଣିପାଗ বিভাগ। 2 তারিখ বেলকু দক্ষিণ ওড়িশার কেতোটি জিল্লারে প্রবল বর্ষা এবং সমুদ্র উপকূল অঞ্চলরে লগানো বর্ষা ହେବ ବୋଲି କହିଛନ୍ତି ପାଣିପାଗ ବିଭାଗ। মৎস্যজীবী ভাইମାନେ সমুদ্র ভিতরକୁ ଯିବା ପାଇଁ ମନା ସତର୍କ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପୂର୍ବର ଘୂର୍ଣ୍ଣିବଳୟଟି ଅବପାତ ନେବା ପରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ବର୍ଷା ସକ୍ରିୟ ହୋଇଛି, କିନ୍ତୁ 4 ତାରିଖ ଯାଏ ଲଗାଣ ବର୍ଷା। କିଛି ସମୟ ପରେ ହୋଇଯିବ ଅନ୍ଧାର। କେନ୍ଦ୍ରୀୟ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ଲଘୁଚାପ ରୂପ ନେଇପାରେ। ଦାନା ବାନ୍ଧୁଅଛି 1 ଘୂର୍ଣ୍ଣିବଳୟ। 1 ତାରିଖ ବେଳକୁ ଲଘୁଚାପ ନେବ, ଯାହା ଫଳରେ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ଲାଗି ରହିବ। ଏଥର ଦଶହରାରେ ଭିଜେଇବ ବୋଲି ଆଶଙ୍କା ଅଛି। ଏବେ ଜାଣିବା, ରାଜ୍ୟ ସାରା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 7ଟି ଜିଲ୍ଲାରେ ପ୍ରବଳ ବର୍ଷା। ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିରେ ପ୍ରବଳ ବର୍ଷା। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ମଧ୍ୟରେ। ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ। 18ଟି ଜିଲ୍ଲାରେ ସାମାନ୍ୟ ବର୍ଷା ହେବ। ମେଘୁଆ ପାଗ ରହିବ, ପାଗ ଶୁଖିଲା ରହିବ। ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହେବ। ବର୍ଷାର ପରିମାଣ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ରହିବ। ଆଉ ବାକି ରହିଲା 18ଟା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ କନ୍ଧମାଳରେ ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା। ଆଉ ବାକି ରହିଲା 5ଟି ଜିଲ୍ଲା ହେଲା ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଜିଲ୍ଲାରେ ମୁଖ୍ୟତଃ ଭାବରେ ପାଗ ଶୁଖିଲା ରହିବ। ମେଘୁଆ ପାଗ ରହିବ। ବର୍ଷା ହେବ କି ନାହିଁ କିଛି ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ତଥ୍ୟ ମିଳିଛି। ଆଜି ପାଇଁ ଏତିକି। ଲାଇକ୍, କମେଣ୍ଟ, ସେୟାର ଏବଂ ଫଲୋ କରି ସମସ୍ତଙ୍କୁ ଦେଖିବାର ସୁଯୋଗ କରିଦେବେ ବୋଲି ଅନୁରୋଧ।